तो ଏବଂ आपनकर ଦ୍ୱିତୀୟ अनुमान कौन ये भारतीय जनता पार्टी महाराष्ट्र रे झारखंड रे महाराष्ट्र रे पुणी थे सरकार को आसुची एवं झारखंड रे सरकार बदलुची ଦେଖନ୍ତୁ ମତେ ଯଦି ପଚାରିବେ ସେ ଏକ୍ଜିଟ୍ ପୋଲ ଯାହା କହୁଛି ଛାଡନ୍ତୁ ଆପଣଙ୍କ ଆକଳନ କଣ? ଆଜ୍ଞା ଦେଖନ୍ତୁ ସତ କଥା ମୁଁ କିଛି ଆକଳନ କରିବା ଗୋଟେ ବିରାଟ ଧୃଷ୍ଟତା ହବ। ତାର କାରଣ ପ୍ରଥମ କାରଣ ହଉଛି ଆଜ୍ଞା ମହାରାଷ୍ଟ୍ର ମୁଁ ଓଡିଶାରେ ଆଜ୍ଞା ଭୁବନେଶ୍ୱରରେ ଅଛି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ କେବଳ ଖବରକାଗଜ ଏବଂ ଟେଲିଭିଜନ ଚ୍ୟାନେଲରୁ ଯାହା କିଛି ଦେଖିବା ପଢିବା ଛଡା ଆଉ ଅଧିକ କିଛି ଆମର ସେ ବିଷୟରେ କିଛି ଜ୍ଞାନ ନହେବା ସ୍ୱାଭାବିକ। କାହିଁକିନା ଆମେ ତ ସେଠି ଯାଇନୁ, ସେଠିକାର ଖବର ସେଠିକାର ରାଜନୈତିକ ମହଲ କଣ ଅଛି ମାହୋଲ କଣ ଅଛି ଆମେ ତ ତାଙ୍କର ଖବର ବି ରଖୁନୁ ସହିତ ନା। ତେଣୁ ମୁଁ ଆଜି ଦିନରେ ଆପଣଙ୍କୁ କିଛି ସାହସ କରି କହିବି ଯେ ଏଇ ମେଣ୍ଟ ଜିତିବ ସେଇ ମେଣ୍ଟ ହାରିବ, ମୁଁ ଭାବୁଛି ଏ ପ୍ରକାର ଧୃଷ୍ଟତା ମୁଁ ନ କରିବା ଉଚିତ। କିନ୍ତୁ ଆପଣ ଭାବୁଛନ୍ତି କି ନରେନ୍ଦ୍ର ମୋଦୀଙ୍କର ପପୁଲାରିଟି ଯାହା ଥିଲା ସେୟା ଅଛି ନା ବଢିଛି ନା କମିଛି? କାହିଁ ପ୍ରଧାନମନ୍ତ୍ରୀଙ୍କର ପପୁଲାରିଟିରେ କମିବାର ତ କିଛି କାରଣ ନାହିଁ। କାହିଁ କମିବ? ସେମିତି ଆପଣ ଦେଖିବେ ଆଜି ଯିଏ କ୍ଷମତାରେ ରହିଛି ବହୁତ ସମୟରେ ତାର କୋଉଠି 5% କମିଯାଏ 10% ବଢିଯାଏ ଏଇ ସବୁ ଚାଲିଥାଏ ସେମିତି। କିନ୍ତୁ ଆପଣ ଯଦି ଆଜି ସାମଗ୍ରିକ ଭାବରେ ଦେଖିବେ ନରେନ୍ଦ୍ର ମୋଦୀଙ୍କର ଲୋକପ୍ରିୟତା ତ ମାନେ କିଛି କମିବାର କୌଣସି ତ ଏ ଇଲେକ୍ସନ ରେ ଯଦି ଭାରତୀୟ जनता पार्टी जीते यार प्रभाव कौन हम आ जदि भारतीय जनता पार्टी क्षमता को न आसे तार प्रभाव कौन हम बोले आपण भाउछंती? भारतीय जनता पार्टी मित्र दल ଯଦି ମହାରାଷ୍ଟ୍ରରେ ଯଦି ସେମାନେ ଯଦି କ୍ଷମତାକୁ ନ ଫେରେ ଏବେ କ୍ଷମତାରେ ଅଛନ୍ତି ଯଦି ନ ଫେରେ ଭାରତୀୟ ଜନତା ପାର୍ଟି ପ୍ରତି ଗୋଟେ ବିରାଟ ଧକ୍କା ହବ ଏଇଥିପାଇଁ ଯେ ମହାରାଷ୍ଟ୍ର ଗୋଟେ ଧନୀ ରାଜ୍ୟ, ଇଣ୍ଡଷ୍ଟ୍ରିଆଲ ରାଜ୍ୟ। ତେଣୁ ସେଠି ତାର ସେ ରାଜ୍ୟରେ କୌଣସି ପଲିଟିକାଲ ପାର୍ଟି ହାରିବା ବା ଏବେ 2024 ନିର୍ବାଚନ ସରିଛି। ତେଣୁ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନରେ ଯଦି ବିଜେପି ପରିଚାଳିତ ମେଣ୍ଟ ହାରିଯାଏ ମାନେ ବିଶେଷ କିଛି କ୍ଷତି ହବନି, କିନ୍ତୁ ରାଜନୀତିରେ ଆଉ କ୍ଷତି କିଛି ହବନି ବୋଲିକିରି କହିବାଟା କଣ ଠିକ ହବ? ହବ ନିଶ୍ଚୟ, କାହିଁ କ୍ଷତି ହବନି। ରାଜନୈତିକ ଦୃଷ୍ଟିକୋଣରୁ ତାଙ୍କର କ୍ଷତି ହବ। ଏଠି କ୍ଷମତାକୁ ଆସିଥିଲେ ସେମାନେ ରାଜ୍ୟସଭାରେ ତାଙ୍କର ସଂଖ୍ୟା ମଧ୍ୟ ବଢିଥାନ୍ତା। ତାଛଡା ଯୋଉ ଯୋଉ ସବୁ ଯୋଜନା କରିଛନ୍ତି ସେଇ ସବୁ ଯୋଜନା ମଧ୍ୟ कांग्रेस जदि जीते बाहर तार प्रभाव कौन हम भारतीय राजनीति आउ राहुल गांधी ऊपर? राहुल गांधी जी जोरे कहते बर्तमान अधिका कहे जदि दल मेंट से जीते सेठी तो कांग्रेस परिचालित मेंट जो महा अगाड़ी से तो कांग्रेस परिचालित मेंट। तेणु जदि मेंट जीते राहुल गांधी आउरी अधिक शाणित हम। एवं तो आप लक्ष्य करेंगे 2024 निर्वाचन पर जेहेतु कांग्रेस संख्या पार्लियामेंट लोकसभा बढ़ीगला बहुत बढ़ीगला से सरकार को आसी पार ना कि संख्या दृष्टि बेस गला। तेणु से लक्ष्य करेंगे राहुल गांधी आगर जी चुपचाप रोते हठात भोकाल चारिड़े बुली नाना प्रकार कथा कहते जहाँ पचे जी जहाँ कौ पचे से कही चलते। महाराष्ट्र जदि से जीतिले महाराष्ट्र जदि जीतिले से तो आहरी जोर निश्चय स्वर शाणित हम।